ଯାଜपुର ଦିଗପହଣ୍ଡିର ଗୋଟେ ଗାଁ ଆଦିବାସୀ ଗାଁ ସେଇଠି ସେମାନେ ପରିବେଷଣ କରୁଛନ୍ତି, ଆପଣ ପାର୍ଥକ୍ୟ ପାଇବେନି। ଇଏ ହେଉଛି କଳାକାର ବା କଳାର ଶକ୍ତି ହେଉଛି ଏଇଟା। ଏବଂ କଳାର ଯୋଉ ଭାଷା, ଆମେ ଯୋଉ ଭାଷାରେ କଥା ହଉଛେ ତାର ଭାଷା ଅଲଗା, ସେ ସର୍ବସମାହିତ ସେ ଭାଷାକୁ ଆପଣ ବାନ୍ଧିକି ରଖିପାରିବେନି। କଳାର ଭାଷାକୁ ସେ ଦିନେ ନା ଦିନେ ପ୍ରସ୍ଫୁଟିତ ହେଇକି ବାହାରିବ, ବିକଶିତ ହବ। ଖାଲି ଏତିକି ଆମମାନଙ୍କର ଯେମିତି ଆମେମାନେ ଏଠି ଆସିଛେ ଉତ୍ସାହିତ କରିବା ପାଇଁ, ସେମିତି ପୃଷ୍ଠପୋଷକତାର ବା ଏଇ ଯୋଉ ଆମର ସମିତି କମିଟିର ଯୋଉ ସଦସ୍ୟମାନେ ବସିଛନ୍ତି, ଏଭଳି କିଛି ଉଦ୍ୟୋଗୀ ବ୍ୟକ୍ତିତ୍ୱଙ୍କର ଚେଷ୍ଟା ଯଦି ରହିବ, ନିଶ୍ଚିତ ଭାବରେ ମୁଁ ଆଶା କରିବି ଯେ ମାଙ୍କର ଆଶୀର୍ବାଦ ରହିଛି। ନିଶ୍ଚିତ ଭାବରେ ଆଜି ତ ଏଇ ଦ୍ୱିତୀୟ ବର୍ଷ କହିକି ଲେଖା ହେଇଛି, କିନ୍ତୁ ପରବର୍ତ୍ତୀ ସମୟରେ ଆଗାମୀ 200 ବର୍ଷ ପର୍ଯ୍ୟନ୍ତ ବି ଦେଖିବେ ଏ ମଞ୍ଚ ଏମିତି ରହିଥିବ। ହୁଏତ ଆମେ ଥିବା ନଥିବା, କିନ୍ତୁ ଏ ମଞ୍ଚ ରହିଥିବ, କଳାକାର ରହିଥିବ, କଳା ବି ରହିଥିବ। ତେଣୁକରି ମୋର ଆଶା ବିଶ୍ୱାସ, ମା ସେତିକି ଶକ୍ତି ଦିଅନ୍ତୁ, ମା ସେତିକି ଧୈର୍ଯ୍ୟ ଦିଅନ୍ତୁ। ନିଶ୍ଚିତ ଭାବରେ ଆମେ ଆଗେଇବା, ଆଉ ଏ କଳାର ପରିସ୍ଫୁଟନ ନିଶ୍ଚିତ ଭାବରେ କରିବା। ଆମର ଏ କଳାକାର ନିଶ୍ଚିତ ବିକଶିତ ହେବ। ତା ସହିତ ଯେହେତୁ ଗୋଟେ ଏତେ ବଡ଼ ଜନସମାଗମ ଅଛି ଏ ଜାଗାରେ, ଗୋଟିଏ ଜିନିଷ ମୋର ମନର କଥା ମୁଁ କହେ, ବେଳେବେଳେ କିଛି ମନ ଭିତରେ ଯୋଉଟା ଛୁଇଁ ଯାଇଥାଏ, କିଛି ସେମିତି କଥା ମୁଁ କହିଦିଏ ସେ ଜାଗାରେ। ଏଠି ନଗରପାଳ ମହୋଦୟ ମଧ୍ୟ ରହିଛନ୍ତି, ମାନ୍ୟବର ବିଧାୟକ ଅଛନ୍ତି, ଅନେକ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ଅଛନ୍ତି। କଣ୍ଟାବାଞ୍ଜିକୁ ଯଦି ଆମେ ସରସ ସୁନ୍ଦର କରିବା ବା ସରସ ସୁନ୍ଦର ଭାବରେ ଯଦି ଆମେ ଦେଖିବାକୁ ଚାହୁଁଛେ, ତାହେଲେ ମୋର ଏଇଟା ଗୋଟେ ହାତ ଯୋଡ଼ିକି ମୁଁ ଅନୁରୋଧ କରିବି ଯେ ଆମେମାନେ ଆଜି ସକାଳେ ବି ଆମେ ଯେତେବେଳେ ମଶାଲ ଯାତ୍ରା କରୁଥିଲେ, ସେତେବେଳେ ବି ମୋ ମନ ଭିତରେ ଆସିଥିଲା, କିନ୍ତୁ ସେତେବେଳେ ମୁଁ ଭାବିଲି ନାଇଁ ଏବେ ମୁଁ କହିବିନି, ଯେତେବେଳେ ସନ୍ଧ୍ୟାବେଳେ ଆମର ସମାଗମ ହେବ ସେତେବେଳେ କହିବି। ଆମର ଏ ଯୋଉ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଅଛି ନା, ଯୋଉ ବୋତଲ ଗୁଡ଼ିକ, ପାଣି ବୋତଲ ଯେମିତି ଆମେ ବ୍ୟବହାର କରୁଛେ, ଆମେ ଚେଷ୍ଟା କରିବା, ମୁଁ କହୁଛି ଚେଷ୍ଟା କରିବା, ଆମ କଣ୍ଟାବାଞ୍ଜିକୁ ସରସ ସୁନ୍ଦର କରିବା ପାଇଁ, ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବୋତଲକୁ ଆମେ ବର୍ଜନ କରିବା ପାଇଁ ଆମେ ଚେଷ୍ଟା କରିବା। କରିପାରିବା କାହିଁ ଏ ଆଗରୁ ବି ଆସୁନି, ଏଠୁ ବି କିଛି ଆସୁନି କଥା। ହେବା, ନିଶ୍ଚୟ ହେବା। ଯଦି ଆତ୍ମବିଶ୍ୱାସ ଅଛି ନିଶ୍ଚିତ ଭାବରେ ଏଇଟା ହବା। ଆଜ୍ଞା, ଶପଥ ତ ଆପଣ ମା ତ ଏଠି ଅଛନ୍ତି, ମାଙ୍କ ଆଗରେ ଶପଥ କରନ୍ତୁ, ଏ ମାର ମାଟିକୁ ନିଶ୍ଚିତ ଭାବରେ ବଞ୍ଚାଇବାର କର୍ତ୍ତବ୍ୟ ଏ ପ୍ରତ୍ୟେକଟି ସନ୍ତାନର ରହିଛି। ତେଣୁକରି ଯଦି ମୁଁ ବଞ୍ଚିବି, ମୋ ମା ବଞ୍ଚିବା ଦରକାର। ମୋ ମା ଯଦି ବଞ୍ଚିବ, ମାକୁ ମୁଁ ପ୍ରଦୂଷଣରୁ ମୁକ୍ତ କରିବି। ସେ ଦିଗରେ ପ୍ରଥମ ପାଦ ଯଦି ମୁଁ ବଢେଇବି, ତାହେଲେ ଏ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଯୋଉ ରହିଛି ତାକୁ ମୁଁ ବର୍ଜନ କରିବି। ଏବଂ ତା ସହିତ ଭାବନ୍ତୁ, ବେଳେବେଳେ ମୋ ମନ ଭିତରେ ଆସେ, ଆମେ ପାଣି ପିଇ ଦଉ, କିଛି ବି ପାଣି ଥାଏ ସେ ବୋତଲରେ, ଠିପିଟି ବନ୍ଦ କରୁ, ତାକୁ ଫୋପାଡ଼ି ଦଉ। ମୁଁ ତାକୁ ଆଖ୍ୟା ଦେଇଛି ପାଣିର ବନ୍ଦୀ ଜୀବନ। ଯଦି କୌଣସି ଦିନ କୌଣସି ସହୃଦୟ ବ୍ୟକ୍ତିର ଯଦି ନଜରରେ ଆସିଲା, ତାହେଲେ ସେ ଠିପିଟି ଖୋଲିକି ପାଣିଟି ମାଟିରେ ପକେଇଦେଲେ, ସେ ପୁଣି ମାଟିରେ ଲୀନ ହେଇଯିବ, ପୁଣି ବାଷ୍ପ ହେଇକି ଉପରକୁ ଯିବ, ପୁଣି ପାଣି ହେଇକି ଆମ ପାଖକୁ ଫେରିବ। କିନ୍ତୁ ଯଦି କୌଣସି ସହୃଦୟ ବ୍ୟକ୍ତିର ଯଦି ନଜରକୁ ଦୃଷ୍ଟିରେ ଯଦି ନ ଆସିଲା, ସେ ବର୍ଷ ବର୍ଷ ଧରିକି ସେ ପାଣିର ବନ୍ଦୀ ଜୀବନ ସେମିତି ଚାଲିଥିବ, ସେ ପାଣିଟି ବନ୍ଦୀ ହେଇକି ସେ ବୋତଲ ଭିତରେ ରହିଥିବ, ତାର ମୁକ୍ତି ନାହିଁ। ତେଣୁକରି ଆମ ସମସ୍ତଙ୍କର କର୍ତ୍ତବ୍ୟ ଏ ପରିବେଶ ପର୍ଯ୍ୟାବରଣକୁ ଆମେ କେମିତି ସନ୍ତୁଳିତ ରଖିପାରିବା, ସୁନ୍ଦର ଏବଂ ସୁସ୍ଥ ରଖିପାରିବା, ସେ କର୍ତ୍ତବ୍ୟରେ ବି ଆମେ ଟିକେ ଆଗେଇବା। ଏବଂ ମୁଁ ଭାବୁଛି ଯେ ପରବର୍ତ୍ତୀ ସମୟରେ ଏ ମଞ୍ଚରୁ ମଧ୍ୟ ସେ ଆହ୍ୱାନ ପ୍ରତ୍ୟେକ ଜାଗାକୁ ଯାଉ, ଆଉ ପ୍ରତ୍ୟେକ ଜାଗାରେ ଆମେ ତାକୁ କାର୍ଯ୍ୟକାରୀ କରୁ। ତ ବହୁତ ବହୁତ ଧନ୍ୟବାଦ ମୋତେ ଆମନ୍ତ୍ରିତ କରିଥିବା ପାଇଁ। ସମୟର ସ୍ୱଳ୍ପତା ହେତୁ ଆହୁରି ଅନେକ କଥା ରହିଛି, କିନ୍ତୁ ଆଗାମୀ ବର୍ଷ ବା ଆଗାମୀ ଦିନମାନଙ୍କରେ ମୁଁ ଚେଷ୍ଟା କରିବି ନିଶ୍ଚିତ ଭାବରେ ଏଠିକି ଆସିବା ପାଇଁ। ବହୁତ ବହୁତ ଭଲ ପାଇବା ଆପଣମାନଙ୍କର ପାଇଛି, ସ୍ନେହ ଶ୍ରଦ୍ଧା ଆଗରୁ ବି ପାଇଛି, ଆଜି ବି ପାଉଛି। ତ ନିଶ୍ଚିତ ଭାବରେ ମୁଁ ଚେଷ୍ଟା କରିବି ଆସିବା ପାଇଁ ଆଗାମୀ ବର୍ଷମାନଙ୍କରେ ମଧ୍ୟ। ଆଉ ଲକ୍ଷ୍ମଣ ଭାଇ ତ ସେଠି ବ୍ୟସ୍ତ ଅଛନ୍ତି, ସେ ଶୁଣିକିରି ନ ଶୁଣିଲା ଭଳିଆ ରହିଛନ୍ତି। ଆଚ୍ଛା, ମୁଁ ଯୋଉଟା କହିବାର ଥିଲା ସେ ତ ଆଜି ମୋର ଦାଦା କହିଦେଇଛି, ଏଥର ମୁଁ ଦେଖୁଛି ଯିବୁ ତୁ କୁଆଡେ।